এই তোমার দয়া না, তুমি পরম দয়াଳୁ ନୁହେଁ, ପରମ ନିଷ୍ଠୁର। ଏତିକି କହିଛି ତ ହନୁମାନ ଗୁଣ୍ଡୁଚି ପାଟିରେ ହାତ ଦେଇଦେଲେ, କହିଲେ ସବୁ କହ, ମୋ ଠାକୁରଙ୍କୁ କେବେ ନିଷ୍ଠୁର କହନା। ଆଖି ତରାଟି ଗୁଣ୍ଡୁଚି ଅନେଇଲା, କହିଲା ହନୁମାନ ମୋତେ ମାରିଦେବା ପାଇଁ ଆସିଛ ନା? ମୋ ବାଲି ପକେଇବା ତୁମ ମନକୁ ଆସିଲା? ଆଡ଼େଇ ତ ଦେଲ, ଭାବିଲ କାଳେ ମୁଁ ବଞ୍ଚି ଯାଇଥିଲି, ସେଇଥିପାଇଁ ମୋତେ ମାରିବା ପାଇଁ ଆସିଛ। ମାରିଦିଅ, ମାରିଦିଅ, ମୁଁ ବଞ୍ଚିବାକୁ ଚାହେଁ ନା। କାହିଁକି ନା ଯେଉଁ ଶରୀର ରାମଙ୍କ ସେବାରେ ଲାଗି ପାରିଲାନି, ସେ ଶରୀର ହେଉଛି ବୃଥା। ମାଲୋ ସାଧୁ ସନ୍ଥ ମାନେ କେବଳ ଶରୀର ପ୍ରଭୁଙ୍କ କାର୍ଯ୍ୟରେ ଲଗେଇ ନାହିଁ, ନିଜର ଜୀବନ ଲଗେଇ ଦେଇଛନ୍ତି। କାହିଁକି? କାରଣ ସାଧୁମାନେ ସନ୍ତମାନେ ବଡ଼ ସୁନ୍ଦର ଭାବରେ କୁହନ୍ତି, ଆମେ ସମସ୍ତେ ଯଦି କହିବା ଏ କାର୍ଯ୍ୟକୁ ପ୍ରଭୁ କରୁଛନ୍ତି, ତାମାନେ ଛୁଆ ବାବାଙ୍କର ଆବଶ୍ୟକତା, ଅନ୍ୟତ୍ର ସାଧୁ ସନ୍ଥ ମାନଙ୍କର ଆବଶ୍ୟକତା, ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କର ଆବଶ୍ୟକତା କ'ଣ ରହିଲା? ଠାକୁର ତ ସବୁ କରିବେ ନା? ନା ମା, ଭକ୍ତ ବେଳେ ବେଳେ କହେ, ଠାକୁରେ ସବୁ କାର୍ଯ୍ୟ ଯଦି ତୁ କରିବୁ, ମୋତେ କାହିଁ ଜନ୍ମ ଦଉଥିଲି? ମୁଁ କାହିଁ ଅଛି? ଯଦି ମୁଁ ସବୁ କରିବି, ତୁ କାହିଁ ଅଛୁ? ତୁ ବି କରିବୁ, ମୁଁ ବି କରିବି। ମୁଁ ଯୋଉଠି ନ ପାରିବି, ତୁ ସେଠି କରିବୁ। ଆଉ ଠାକୁରେ ଯାହାଙ୍କର କୃପା ବିନା ଗଛର ପତ୍ରଟି ହଲେ ନା, କରି କରାଉଥାଏ, ସେ ଭାବେ ଅନ୍ୟ ଗତି ନାହିଁ। ସମସ୍ତଙ୍କ ହୃଦୟରେ ରହି ସେଇ କରୁଛି, କରି କରାଉଛ ମୋ ହୃଦୟରେ ରହି, ମୁଁ ହିଁ କରୁଅଛି ବୋଲି ପ୍ରକୃତି କହି। ଇଚ୍ଛା ମୋର ନୁହେଁ, ଇଚ୍ଛା ସବୁ ତୁମର, କୃପା ଭରସା କର, କୃପା ଭରସା କର। ଆଉ ଠାକୁରେ ଆଜି ଦେଖନ୍ତୁ, ଗୁଣ୍ଡୁଚି କହିଲା ହନୁମାନ ମୋତେ ମାରିଦେବା ପାଇଁ ଆସିଛ, ମାରିଦିଏ। ସଙ୍ଗେ ସଙ୍ଗେ ହନୁମାନ କହିଲେ, ନାଇଁ ରେ ଗୁଣ୍ଡୁଚି, ମୋ ପାଇଁ ଆଜି ସବୁ ଦିଗ ଯେମିତି ଅନ୍ଧାର ହେଇଯାଇଛି। କାହିଁକି ନା ରାମଙ୍କ ମନରେ, ମୁଁ ପ୍ରଭୁଙ୍କ ମନରେ ମୁଁ କେବେ ଦୁଃଖ ଦିଏ ନା, ଆଜି ଦୁଃଖ ଦେଇଛି। ଆଉ ଦୁଃଖ ଦେଇଛି ଏଇଥିପାଇଁ, ମୋ ପ୍ରଭୁଙ୍କ ମନରେ ଦୁଃଖ ହେଇଛି ଏଇଥିପାଇଁ ଯେ ଠାକୁର ତ ବାଲି ପକେଇବାକୁ ବି ଦେଖୁଥିଲେ, ତତେ ଆଡ଼େଇ ଦେଇଛି, ଭୁଲ କରିଛୁ। ଆଉ ଆଜି ପ୍ରଭୁ କହିଛନ୍ତି, ମୋର ବିଲକୁଲ ସେତୁବନ୍ଧ ଦରକାର ନାହିଁ, ମୋର ବିଲକୁଲ ଜାନକୀକୁ ପାଇବା ଦରକାର ନାହିଁ। ସେଇଥିପାଇଁ ମୁଁ ଆସିଛି। ଗୁଣ୍ଡୁଚି, ଆଗ ତୋତେ ନ୍ୟାୟ ଦିଆଯିବ, ମୁଁ ପାଇବି ଦଣ୍ଡ, ଆଉ ତାପରେ ହେବ ବିଚାର। ଭକ୍ତବନ୍ଧୁ, ଗୁଣ୍ଡୁଚି ଆଖିରେ ପ୍ରେମାଶ୍ରୁ ବହିଗଲା, ଆନନ୍ଦ ହେଇଗଲା ଗୁଣ୍ଡୁଚି। ଆଉ ଏଇ ସମୟ ଭିତରେ ବୋଲ ଆନନ୍ଦ କବାର, ଏଇ ସମୟ ଭିତରେ ମା ଗୁଣ୍ଡୁଚିର ଭାବ, ଆଖିରୁ ଲୁହ, ହୃଦୟ ଭିତରେ କୁହ। ସଙ୍ଗେ ସଙ୍ଗେ ହନୁମାନ ଧରିକି ଚାଲିଲା। ଗୋଟିଏ ମା ବଡ଼ ଅଫିସରକୁ ଦେଖିଲା ପରେ ଯେମିତି ଛୋଟ ଛୋଟ କିରାଣୀ ମାନେ ନିଜ ବସିଥିବା ଜାଗାରୁ ଉଠି ପଡ଼ନ୍ତି, ଗାଁକୁ ମନ୍ତ୍ରୀ ପ୍ରବେଶ କଲେ, ମାଲୋ ତଳିଆ କର୍ମଚାରୀ ମାନେ ଯେମିତି ଉଠି ପଡ଼ି ତାଙ୍କୁ ସମ୍ମାନ ଦିଅନ୍ତି। ଗୁଣ୍ଡୁଚି ଯେତେବେଳେ ସେଇ ସଭା ଭିତରୁ ପ୍ରବେଶ କଲା, ଯୋଉ ସଭା ଭିତରେ ରାମ ବସିଛନ୍ତି, ନଳ ନୀଳ ଜାମ୍ବବାନ ସବୁ ସ୍ତବ୍ଧ ହେଇ ଅନେଇଛନ୍ତି। ସେଇ ସଭା ଭିତରେ ଯେତେବେଳେ ହନୁମାନ ଗୁଣ୍ଡୁଚିକୁ ଧରି ପହଞ୍ଚିଲେ, ରାମ ନିଜ ଆସନରୁ ଉଠି ପଡ଼ିଲେ, ଆଉ ଗୁଣ୍ଡୁଚିକୁ ଅତିଶୟ ଶ୍ରଦ୍ଧାର ସହିତ बोलिए श्यावर रामचंद्र भगवान की। अनुष्ठान मंगल हे बोल आनंद कवार। भक्तबंधु এই ভাব ଆପଣମାନଙ୍କ ଭିତରେ ଥାଉ, এই ଶ୍ରଦ୍ଧା ଆପଣମାନଙ୍କ ଭିତରେ ଥାଉ। ମହାପ୍ରଭୁଙ୍କ ଇଚ୍ଛା, ଠାକୁରଙ୍କ ଇଚ୍ଛା, ଆଉ ସେଇ ଭାବ ଦେଖନ୍ତୁ ଆଜି কিভাবে ভাব সৃষ্টি হয়েছে। ভক্তবন্ধু হনুমন্ত মহারাজ আজি গুন্ডুচিକୁ ଧରି
ସେଇ ସ୍ଥାନରେ ପହଞ୍ଚିଲା ବେଳକୁ ରାମ ଉଠି ପଡ଼ିଲେ। ନିଜେ ହାତ ବଢ଼େଇ ହନୁମାନଙ୍କ ହାତରୁ ଗୁଣ୍ଡୁଚିକୁ ନେଇଗଲେ, ଆଉଁସି ଦେଲେ, କୋଳ କଲେ। ଆଉ ଯେମିତି ପ୍ରଭୁଙ୍କର ହାତ ଗୁଣ୍ଡୁଚି ଦେହରେ ବାଜି ପଡ଼ିଲା। ଗୁଣ୍ଡୁଚି ଯେମିତି ନବଯୌବନା ହେଇଗଲା, ଦେହରେ ଲୋମ କହଳିଗଲା। କି ଆନନ୍ଦ! ଗୁଣ୍ଡୁଚି ଏବେ ମା ନବଯୌବନା ହେଇଗଲା, ଦେହରେ ପୁଣି ଲୋମ କହଳିଗଲା। ଆନନ୍ଦରେ ଗୁଣ୍ଡୁଚି ନାଚିବାକୁ ଲାଗିଲା। ରାମ ଆଉଁସି ଦେଇ କହିଲେ, ଏ ଗୁଣ୍ଡୁଚି, ତୁ କଣ ଦଣ୍ଡ ମାଗିବା କଥା ମାଗେ, ହନୁମାନ ତାହା ଭୋଗିବେ। ଯାହା ମାଗିବୁ ଦଣ୍ଡ, ଏ ହନୁମାନ ସେଇ ଦଣ୍ଡ ପାଇବେ। କାହିଁକି ନା ତୁ ତୋ ବଳ ଅନୁଯାୟୀ ବାଲି ପକଉଥିଲୁ, ବାନର ତାଙ୍କ ବଳକୁ ଅନେଇକି ସେମାନେ ପଥର ପକଉଥିଲେ। ହେଲେ ତତେ ହନୁମାନ ପାଦରେ ଆଡ଼େଇ ଦେଇଛି, ତୁ ଯୋଉ ଦଣ୍ଡ ମାଗିବୁ ସେଇ ଦଣ୍ଡ ଏ ହନୁମାନ ଭୋଗିବୁ। ଗୁଣ୍ଡୁଚି ଆଖିରୁ ଲୁହ ଗଡ଼େଇ କହିଲା, ପ୍ରଭୁ ଆପଣ ସେଇ ଦଣ୍ଡ ହନୁମାନଙ୍କୁ ଦେବେ ତ? ମୁଁ ଯାହା ମାଗିବି। ସଙ୍ଗେ ସଙ୍ଗେ ରାମ କହିଲେ, ବଣ୍ଡ ଟଙ୍କାଇଲେ, ହଁ। ହନୁମାନଙ୍କ ଆଖିରୁ ଲୁହ ପଡ଼ି ପଡ଼ିଲା। ହନୁମାନ ତଳମୁଣ୍ଡ ହୋଇଗଲେ। ସବୁ ଦଣ୍ଡ ସମ୍ଭାଳି ପାରିବ ଏ ହନୁମାନ, ହେଲେ କେବେ ରାମଙ୍କ କାର୍ଯ୍ୟରୁ ବିତାଡ଼ିତ ହେଇଯାଉ, ଏ ଦଣ୍ଡକୁ କେବେ ସମ୍ଭାଳି ପାରିବନି ହନୁମାନ। କାହିଁକି ନା ରାମ ତାଙ୍କର ପ୍ରାଣ, ରାମ ତାଙ୍କ ଜୀବନ। ଆଉ ମା ସମସ୍ତେ ଜାଣିଛନ୍ତି, ଯେତିକ ସାଧୁ ସନ୍ଥ ମାନେ ଅଛନ୍ତି ମା, ହନୁମାନ ସାଧୁ ସନ୍ଥ କେ ତୁମ ରଖବାର। ହନୁମାନ ଚାଳିଶା ଲେଖା ହେଇଛି, ସାଧୁ ସନ୍ଥକୁ ଯିଏ ରଖେ ସେ ହଉଛନ୍ତି ହନୁମାନ। ସାଧୁଙ୍କ ପ୍ରତି ଟିକେ କଷ୍ଟ ଆସିଲେ ଯାହାଙ୍କର ଗଦା ଆଗ ଉଠି ଆସେ ସେ ହଉଛନ୍ତି ହନୁମାନ। ଗଦା ପ୍ରହାର ବାଜୁ। ତେଣୁ କାହିଁକି ଏ କଥା କହୁଛି, ହନୁମାନ ଆଖିରୁ ଲୁହ ଗଡ଼େଇଲେ। ଆଉ ଏଇ ସମୟ ଭିତରେ ମା